জয় মা ঠাকুরানী, জয় মা কালী, জয় মা মঙ্গলা। বলো বাবু, এ ହେଉଛି ସେଇ କାଦମ୍ବିନୀ ଅରଣ୍ୟ। ଭାଇ ଅରଣ୍ୟରେ ପୁତିକି ରଖିଛି ମୁଁ ସେଇ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି ବାବୁ। ହେଲେ ବାବୁ ମୂର୍ତ୍ତିଟା ମୁଁ କେଉଁ ଜାଗାରେ ପୁତିକି ରଖିଛି ମୋ ମନେ ପଡୁନି ବାବୁ, ମୋ ମନେ ପଡୁନି। ବାପା ମୋ ଗେଲା ଭଣଜା, ମୋ ସୁନା ଭଣଜା, ମୋ ବଡ ମୁଣ୍ଡିଆ ଭଣଜା। ବାପା କେମିତି ବା ମନେ ପଡ଼ିବ? ତୁ ବଡ଼ ରାଜାଙ୍କ ଘରେ 5 ବର୍ଷ ଚକିଟା ପିସୁଥିଲୁ। ଏ ବାବୁ ସତ କଥା ତ ଭଣଜା। ଏ ବାବୁ ଏଟେ ଟିଏ ମୁଣ୍ଡକୁ ବାପା, ତୁ ସେଇ 5 ବର୍ଷ ପଛପଟକୁ ନେଇଯା, ତାପରେ ହିଁ ଜଣା ପଡ଼ିବ ମୂର୍ତ୍ତିଟା ତୁ କାଦମ୍ବିନୀ ଅରଣ୍ୟରେ ପୋତିଛୁ ନା ଆଉ କୋଉଠି ପୋତିଛୁ। ତାହେଲେ ତୁମେ କହିବା କଥା ହେଉଛି ଅଥରେ ଅଥରେ ସତ ବାବୁ। ଓ ଫେରାଇ ହେଉଛି ସେଇ 5 ବର୍ଷ ତଳକୁ। ଏ ବାବୁ ମନେ ପଡ଼ିଲା ବାବୁ, ମନେ ପଡ଼ିଲା। ଦେଖିଲୁ ବିଶାଳ ବଡ଼ ଗଛ, ବିଶାଳ ବଡ଼ ଗଛ, ତା ବାମ ପଟରେ ବିଶାଳ ବଡ଼ ପଥର, ତା ବାମ ପଟରେ ପୁଣି ବିଶାଳ ବଡ଼ ପଥର। ଓ ବାବୁ ତା ମଝିରେ ପୁତିକି ରଖିଛି ମୁଁ ଶ୍ରୀକୃଷ୍ଣଙ୍କ ସେଇ ସୁବର୍ଣ୍ଣ ମୂର୍ତ୍ତି ବାବୁ। ବାବୁ ବାପା ଏଇ କାଦମ୍ବିନୀ ଅରଣ୍ୟରେ ତ ସେମିତି ବୋଲି ଗଛ କି ପତ୍ର ଦିଶୁନି। ହେଲେ ବାବୁ ତୁମେ ସେପଟରେ ଖୋଜ ବାବୁ, ମୁଁ ଏପଟେ ଖୋଜୁଛି। କାହିଁକି ବିଳମ୍ବ କରିବା ବାବୁ? ତୁମେ ଏପଟେ ଖୋଜ ବାବୁ, ମୁଁ ସେପଟରେ ଖୋଜୁଛି। ଏ ବାବୁ ଏଇ ଦେଖ ସେଇ ବିଶାଳ ବଡ଼ ଗଛ, ତା ବାମ ପଟରେ ବିଶାଳ ବଡ଼ ପଥର, ତା ମଝିରେ ପୁତିକି ରଖିଛି ମୁଁ ସେଇ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି ବାବୁ। ଭାଇ ଦେଖ ବାବୁ, ଭାଇ ଦେଖ। ତାହେଲେ ତାହେଲେ ମତେ ସେ କୋଦାଳଟା ଦିଅ ବାବୁ। ଓ ମୂର୍ତ୍ତିର ନିଶ୍ଚୟ ବାବୁ ତୁମେ କଣ ଦେଖିଛ ଭଗବାନ ଶ୍ରୀକୃଷ୍ଣଙ୍କ ସେଇ ସୁବର୍ଣ୍ଣ ମୂର୍ତ୍ତି? ବାପା ଆମେ 14 ପୁରୁଷରେ ବି ସେମିତି ସୁବର୍ଣ୍ଣ ମୂର୍ତ୍ତି ଦେଖିନି। ଆସ ଦେଖିବ, ଆସ ମାମା ମୋ ପାଖକୁ ଆସ, ସୁବର୍ଣ୍ଣ ମୂର୍ତ୍ତି ଦେଖିବ ଆସ।
ହେଲେ ବାବୁ ଭଣଜା ମୂର୍ତ୍ତି ତ ପାଇ ସାରିଛେ ବାବୁ ହଲୋ ହେଲେ କେମିତି ନେବି ମୋ ରାଣୀ ହଂସପୁରକୁ ଏଇ ରାଧାକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି ଭଣଜା ହେଲେ ବାବୁ ଭଣଜା ଲୋ ଯଦି ମତେ ବୃନ୍ଦାବନ ନଗରବାସୀ ଯଦି ଦେଖି ଦିଅନ୍ତି ତାହେଲେ କଣ କହିବେ ଜାଣିଛ ବାବୁ କଣ କହିବେ ଲୋ ବାପା ଏ ଦେଖ ରେ ଦେଖ ସୂର୍ଯ୍ୟ 5 ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇ ପୁଣି ରାଧାକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି ଫେରେଇବା ପାଇଁ ରାଣୀ ହଂସପୁର ଯାଉଛି ମୋ ମୁହଁରେ ଛେପ ପକାଇବେ ବାବୁ ମୋ ମୁହଁରେ ଛେପ ପକାଇବେ କଣ ବ୍ୟବସ୍ଥା ଅଛି କି ବାବୁ ଭଣଜା ଲୋ ବାପା ତ ଏ ଚକ୍ରଧର ମାମୁଁ ଥାଉ ଥାଉ ତୋର କିଛି ବି ହବନି ଲୋ ବାପା ତୁମେ ଠିକ କହିଛ ବାବୁ ସମ୍ପୂର୍ଣ୍ଣ ଭାବରେ ସତ କଥା ଭଣଜା ବାପା ମୁଁ ତତେ ନିତିଦିନ କଣ କହେ କଣ କହଲୋ ବାବୁ ଭଣଜା ମୁଁ ପୁରା ଶକୁନି ଆଉ ମନ୍ଥରାକୁ ଗୁରୁ କରିଛି ଆଚ୍ଛା ଭଣଜା ମୁଁ ଚକ୍ରଧର ବୁଦ୍ଧି ଆଉ ବିଦ୍ୟାରେ ପୁରା ଧୁରନ୍ଧର ନିଶ୍ଚୟ ସତ କଥା ଭଣଜା ଏଇ ବାବୁ ଏଇ ଦେଖ ଏଇ ବସ୍ତ୍ରରେ ଯଦି ଆମେ ଘୋଡ଼େଇକି ନେଇଯିବା ସେଇ ରାଧାକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତିଟା ତାହେଲେ ବୃନ୍ଦାବନ ନଗରବାସୀ କେହି ବି ଜାଣିବେନି ସତ କଥା ବାବୁ ସତ କଥା ଭଣଜା ଲୋ ତାହେଲେ କାହିଁକି ବିଳମ୍ବ କରିବା ବାବୁ ଚାଲିଯିବା ରାଣୀ ହଂସପୁର ରାଣୀ ଶକୁନ୍ତଳା ବସକୁ ହଲୋ ହଲୋ ବାବୁ ଭଣଜା କାହିଁକି ବିଳମ୍ବ କରିବା ଏଇ କୋଦାଳି ତୁମେ ତମ ହସ୍ତରେ ଧର ଆଉ ଚାଲିଯିବା ରାଣୀ ହଂସପୁର ବାବୁ ଚାଲ ବାବୁ ଚାଲ